ରଥଯାତ୍ରା ଓଡ଼ିଆ ରଚନା। ଉପକ୍ରମ ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ହେଉଛନ୍ତି ସ୍ୱୟଂ ଜଗନ୍ନାଥ। ବିଶ୍ୱ ଠାକୁର ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ଧର୍ମ ସମାଜ ଗଠିତ। ଜନମାନସରେ ଭକ୍ତିଭାବ ଉଦ୍ରେକ ନିମନ୍ତେ ଶ୍ରୀମନ୍ଦିରରେ 12 ମାସରେ 13 ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାମାନଙ୍କ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନ୍ୟତମ। ଏହା ବିଶ୍ୱ ପ୍ରସିଦ୍ଧ। ପୃଥିବୀର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲେ ହେଁ ପୁରୀ ରଥଯାତ୍ରାର ସ୍ୱତନ୍ତ୍ରତାକୁ ଦର୍ଶକେ ଅନୁଭବ କରିଥାନ୍ତି। ଏହି ଯାତ୍ରା 9 ଦିନ ଧରି ଚାଲେ। ହିନ୍ଦୁ ସମାଜର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରକୁ ଅସ୍ପୃଶ୍ୟ ଜାତିର ପ୍ରବେଶ ନଥାଏ। ଦାରୁବ୍ରହ୍ମ ସେହି ଭକ୍ତିମାନଙ୍କୁ ଦର୍ଶନ ଦେବା ନିମନ୍ତେ ମୁଖ୍ୟତଃ ବର୍ଷକେ ଥରେ ବାହାରକୁ ବିଜେ କରିଥାନ୍ତି। ଫଳରେ ସେମାନଙ୍କର ଅଭିଳାଷ ପୂରଣ ହୋଇଥାଏ। ଯୋଗେ ଯୋଗେ ଭକ୍ତଙ୍କର ମନୋବାଞ୍ଛା ପୂରଣ ନିମନ୍ତେ ଜଗତ ଠାକୁର ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ସମସ୍ତଙ୍କୁ ଦର୍ଶନ ପ୍ରଦାନ କରିଥାନ୍ତି। ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କର ଭିଡ଼ ଜମେ। ଦୂର ଦୂରାନ୍ତରୁ ଲକ୍ଷାଧିକ ଲୋକ ଆସି ସିଂହଦ୍ୱାରରେ ରୁଣ୍ଡ ହୁଅନ୍ତି। ଏହାଦ୍ୱାରା ରାଜା ପ୍ରଜାଙ୍କ ମିଳନ ଓ ଦେବତା ଭକ୍ତଙ୍କ ଅନାବିଳ ପ୍ରେମ ପରିଦୃଷ୍ଟ ହୋଇଥାଏ। ରଥଯାତ୍ରାର ମହତ୍ତ୍ୱ ଓ ଉଦ୍ଦେଶ୍ୟ। ହିନ୍ଦୁମାନଙ୍କର ଗର୍ବ ଗୌରବର ଦେବତା ହେଉଛନ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚତୁର୍ଦ୍ଧାର ମୂର୍ତ୍ତି ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ଜଗତର ହିତ ସାଧନ, ପତିତ ଜନର ଉଦ୍ଧାର, ପାପୀଙ୍କ ପାପମୋଚନ, ଭକ୍ତର ମନୋବାଞ୍ଛା ପୂରଣ, ଅସ୍ପୃଶ୍ୟ ଜାତିର ଦର୍ଶନ, ମୈତ୍ରୀ ଭାବର ଉଦ୍ରେକ, ରାଜା ପ୍ରଜାଙ୍କ ମିଳନ ହେଉଛି ଜଗନ୍ନାଥଙ୍କ ରଥଯାତ୍ରାର ବୈଶିଷ୍ଟ୍ୟ। ଏପରିକି ଗୁଣ୍ଡିଚାଗାମୀ ରଥାରୂଢ଼ ଜଗନ୍ନାଥଙ୍କୁ ଦର୍ଶନ କଲେ ଭକ୍ତର ବିଷ୍ଣୁ ଲୋକ ପ୍ରାପ୍ତି ହୋଇଥାଏ ବୋଲି ପୌରାଣିକ ମତବାଦ ରହିଛି। ଗଜପତିଙ୍କ ଚେରା ପହଁରା କାର୍ଯ୍ୟ ରାଜଧର୍ମ ପାଇଁ ଉଦ୍ଦିଷ୍ଟ। ସର୍ବଧର୍ମର ସମନ୍ୱୟତା ଓ ଜାତିଭେଦର ନିରାକରଣ ହେଉଛି ରଥଯାତ୍ରାର ଅନ୍ୟତମ ଆଦର୍ଶ। ଅପରପକ୍ଷରେ ନୀଚ ଜାତିର ବ୍ୟକ୍ତି ରଥାରୂଢ଼ ଜଗନ୍ନାଥଙ୍କ ଦର୍ଶନରେ ମୋକ୍ଷ ପ୍ରାପ୍ତି ହେବାର ଦୃଷ୍ଟାନ୍ତ ରହିଛି। ଏଣୁ ଜଗନ୍ନାଥଙ୍କ ରଥଯାତ୍ରାର ଉଦ୍ଦେଶ୍ୟ, ମହତ୍ତ୍ୱ, ଲକ୍ଷ୍ୟ ଓ ଆଦର୍ଶକୁ ଭୁଲିବାର ନୁହେଁ। ଭକ୍ତ ସହ ଭଗବାନଙ୍କର ଐକାନ୍ତିକ ମିଳନ ଜଗନ୍ନାଥଙ୍କର ରଥଯାତ୍ରାର ବୈଶିଷ୍ଟ୍ୟକୁ ସୂଚାଇ ଦେଇଥାଏ। ରଥଯାତ୍ରାର ବିବରଣୀ। ପ୍ରସଙ୍ଗ ଦୃଷ୍ଟିରୁ ରଥଯାତ୍ରାକୁ ସାଧାରଣତଃ 3 ଭାଗରେ ବିଭକ୍ତ କରାଯାଇଥାଏ, ଯଥା ପୂର୍ବଯାତ୍ରା, ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ଓ ବାହୁଡ଼ା ଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଏଥିପୂର୍ବରୁ କାଠ ସଂଗ୍ରହ ଓ ରଥ ନିର୍ମାଣ କରାଯାଇଥାଏ। 3ଟି ରଥ ନିର୍ମାଣ ପାଇଁ ଶ୍ରୀପଞ୍ଚମୀ ଠାରୁ କାଠ ସଂଗ୍ରହ କରାଯାଇଥାଏ। ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭ ଦିଆଯାଏ। ରଥଯାତ୍ରାର ଅବ୍ୟବହିତ ପୂର୍ବରୁ 3ଟି ରଥ ନିର୍ମାଣ କରାଯାଇ ଶ୍ରୀଗୁଣ୍ଡିଚା ପୂର୍ବ ଦିନ ସିଂହଦ୍ୱାର ସାମ୍ନାରେ ରଥ ଟଣାଯାଇ ଅବସ୍ଥାନ କରାଯାଏ। ରଥତ୍ରୟ ଯଥାକ୍ରମେ ନୀଳ, ନାଲି, ହଳଦିଆ କନାରେ ବେଷ୍ଟିତ ହୋଇ ଚିତ୍ର ବିଚିତ୍ର ହୋଇଥାଏ। ଏହି ରଥରେ ପୂର୍ବରୁ ନିର୍ମିତ ସାରଥୀ, ପାର୍ଶ୍ୱଦେବତା, ଦଧିନଉତି 2ଟି ଲେଖାଏଁ ଶୁଆ ଖଞ୍ଜାଯାଏ। ବଳଭଦ୍ରଙ୍କ ରଥରେ 14, ସୁଭଦ୍ରାଙ୍କର ରଥରେ 12 ଓ ଜଗନ୍ନାଥଙ୍କ ରଥରେ 16ଟି ଚକ ଲାଗିଥାଏ। ବଳଦେବଙ୍କର ରଥର ନାମ ତାଳଧ୍ୱଜ, ସୁଭଦ୍ରାଙ୍କ ରଥର ନାମ ଦେବଦଳନ ଓ ଜଗନ୍ନାଥଙ୍କର ରଥର ନାମ ନନ୍ଦିଘୋଷ କୁହାଯାଏ। ଉତ୍ସବ ଦିନ ପ୍ରତ୍ୟୁଷରୁ ଦାରୁବ୍ରହ୍ମଙ୍କ ସକଳ ନୀତି ସମାପନ କରାଯିବା ପୂର୍ବକ ଖେଚୁଡ଼ି ଭୋଗ କରାଯାଇ 3 ରଥକୁ ଧାଡ଼ି ପହଣ୍ଡି ବିଜେ କରାଯାଏ। ଦଇତାମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ 3 ରଥରେ ବିଜେ କରାନ୍ତି। ତାପରେ ପୁରୀର ଗଜପତି ପଟୁଆରରେ ସୁନା ମେହେନାରେ ବସି ରଥ ନିକଟକୁ ଆସି ଠାକୁରଙ୍କୁ ପ୍ରଣିପାତ କରନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେବକଙ୍କ ଗହଣରେ ଠାକୁର ରାଜା 3 ରଥରେ ସୁବାସିତ ଜଳ ସିଞ୍ଚନ କରିବା ସହିତ
ସୁନା ଖଡ଼ିକାରେ ରଥ ଓଳାଇ ଚେରା ପହଁରା କରନ୍ତି। ଅପରାହ୍ନରେ ଭକ୍ତମାନଙ୍କ ଦ୍ୱାରା ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିର ପାଖରେ ଲାଗେ। ପରଦିନ ସେବାୟତଙ୍କ ସହାୟତାରେ ଠାକୁର ରତ୍ନସିଂହାସନରେ ବିଜେ କରନ୍ତି। ସେଠାରେ 9 ଦିନ ଅବସ୍ଥାନ କରି ପୁନଃ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରା କରନ୍ତି। ଠାକୁର ଗୁଣ୍ଡିଚା ଘରେ ଅବସ୍ଥାନ କରିବା ସମୟରେ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ରୋଷରେ ରଥ ଭାଙ୍ଗି ଦେଇ ଯାଆନ୍ତି। ବାହୁଡ଼ା ରଥରେ ଠାକୁର ଅବସ୍ଥାନ କରି ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ରହନ୍ତି। ସେଠାରେ ବଡ଼ ଏକାଦଶୀରେ ଠାକୁରଙ୍କର ସୁନାବେଶ ଓ ଦ୍ୱାଦଶୀରେ ଅଧରପଣା ହୁଏ। ପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଠାକୁର ଗୋଟିପହଣ୍ଡି ଦ୍ୱାରା ଶ୍ରୀମନ୍ଦିର ବିଜେ କରନ୍ତି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଲକ୍ଷ୍ମୀ ନାରାୟଣ କଳି ଓ ବଚନିକା ହୁଏ। ଶେଷରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଦିଆଯାଇ ଦାରୁବ୍ରହ୍ମ ରତ୍ନସିଂହାସନକୁ ବିଜେ କରନ୍ତି। ପ୍ରତିକାର ବ୍ୟବସ୍ଥା ବହୁ ଲୋକଙ୍କ ସମାଗମ ହେତୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୋତାୟନ କରାଯାଇଥାଏ। ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା କରାଯାଇଥାଏ। ମ୍ୟୁନିସିପାଲିଟି ଦ୍ୱାରା ଆଶୁ ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଥାଏ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଜଳ ବଣ୍ଟନ ଲୋକଙ୍କ ସ୍ୱାସ୍ଥ୍ୟ ସେବା ସହିତ ବିହିତ ପଦକ୍ଷେପମାନ ନିଆଯାଇଥାଏ। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଧାରା ବିବରଣୀ ପ୍ରଦାନ କରାଯାଇଥାଏ। ଏଗୁଡ଼ିକ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହୋଇଥାଏ। ବହୁ ସତର୍କତାର ସହିତ ସରକାରୀ ସଂସ୍ଥା ଭକ୍ତଙ୍କ ନିମନ୍ତେ ସବୁ ସୁବିଧା କରିଥାନ୍ତି। ପୁରୀର ରଥଯାତ୍ରା ସର୍ବଜନ ବିଦିତ। ଉପସଂହାର ଯୋଗେ ଯୋଗେ ରଥଯାତ୍ରା ମାନବ ସମାଜକୁ ସ୍ନେହ ମମତା ବନ୍ଧୁତ୍ୱର ଡୋର ପ୍ରଦାନ କରିଥାଏ। ଶ୍ରୀକ୍ଷେତ୍ରର ରଥଯାତ୍ରା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଏହି ଯାତ୍ରା ଏକତା ମିତ୍ରତା ସାମ୍ୟଭାବ ଓ ଭ୍ରାତୃତ୍ୱ ଭାବର ଶିକ୍ଷା ପ୍ରଦାନ କରିଥାଏ। ଏଣୁ ଜଗନ୍ନାଥଙ୍କ ରଥଯାତ୍ରା ସାମ୍ୟ ଓ ମୈତ୍ରୀର ପ୍ରତୀକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାତି ବର୍ଣ୍ଣ ନିର୍ବିଶେଷରେ ସକଳ ମାନବ ଜାତି ଏକ ବୋଲି ରଥଯାତ୍ରା ସମସ୍ତଙ୍କୁ ଏହି ମହାମନ୍ତ୍ର ପ୍ରଦାନ କରିଥାଏ।